ବୁଢ଼ୀଟିଏ ଥିଲା। ତା ନାତିର ଦେହ ସବୁବେଳେ ଖରାପ ରୁହେ। ଯେତେ ଖାଇଲେ ପିଇଲେ ବି ଦେହରେ ହାଡ଼ ଚାରିଖଣ୍ଡ ଦିଶୁଛି। ନାତିର ଏପରି ଜରାଜୀର୍ଣ୍ଣ ଶରୀରକୁ ଦେଖି ବୁଢ଼ୀ ଖୁବ୍ ଚିନ୍ତିତ ଥିଲା। ବୁଢ଼ୀ ଶୁଣିଲା ଦୂର ଗୋଟିଏ ଗାଁରେ ସାଧୁଟିଏ ରହୁଛନ୍ତି। ଧର୍ମଜ୍ଞାନ ଦେବା ସହ ରୋଗ ବି ଭଲ କରି ଦେଉଛନ୍ତି। ଦିନେ ବୁଢ଼ୀ ତା ନାତିକୁ ଧରି ସାଧୁଙ୍କ ପାଖକୁ ଗଲା। ସାଧୁଙ୍କ ପାଦ ତଳେ ପଡ଼ିଯାଇ କହିଲା, ବାବା, ମୋ ନାତିର ଦେହ ଜମାରୁ ଭଲ ରହୁନି। ଯେତେ ଖାଇଲେ ପିଇଲେ ବି ଦେହ ଲାଗୁନି। କିଛି ଉପାୟ କୁହ ବାବା। ସାଧୁ ନାତିକୁ ଭଲ ଭାବରେ ଦେଖିଲେ। ନାଡ଼ି ପରୀକ୍ଷା କରି କହିଲେ, ମା, ତୁମେ ଏବେ ନାତିକୁ ନେଇଯାଅ। 8 ଦିନ ପରେ ଆସିବ। ମୁଁ ଉପାୟ କହିଦେବି। ବୁଢ଼ୀ 8 ଦିନ ପରେ ପୁଣି ଆସିଲା। ସାଧୁ ବାବା କହିଲେ, ଏ ପିଲାର ଚିନି ଖାଇବା ବନ୍ଦ କରିଦିଅ। ପେଟରେ କୁର୍ମି ହେଉଛି, ତେଣୁ ଦେହ ଲାଗୁନାହିଁ। ବୁଢ଼ୀ ଏ କଥା ଶୁଣି ଖୁବ୍ ରାଗିଗଲା। ଆଉ ରାଗ ତମତମ ହୋଇ କହିଲା, ଏ କଥା କ'ଣ ସେଇଦିନ କହିପାରିନଥାନ୍ତ? ଏଇ ସାମାନ୍ୟ କଥା କହିବାକୁ ଏତେ ଦୂରରୁ ମୋତେ ପୁଣି ଡାକିଲ? ସାଧୁ ହସି ହସି କହିଲେ, ମା, ଅନ୍ୟକୁ ଯାହା ଉପଦେଶ ଦିଆଯାଏ ତାକୁ ପ୍ରଥମେ ନିଜେ ପାଳନ କରୁଥିବା ଦରକାର। ସେତେବେଳେ ମୁଁ ଚିନି ଖାଉଥିଲି। ଆଉ ଚିନି ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି କହିବା ଆଗରୁ ମୁଁ ନିଜେ ଚିନି ଖାଇବା ଛାଡ଼ିବା ଦରକାର ଥିଲା। ତେଣୁ ଚିନି ଛାଡ଼ିବା ପାଇଁ ମୋତେ 8 ଦିନ ସମୟ ଲାଗିଲା। ଆଉ ଆଜି ମୁଁ ଚିନି ଖାଇବା ଛାଡ଼ି ଦେଇଛି। ସେଥିପାଇଁ ମୁଁ ଆଜି ତୁମକୁ ଚିନି ଛାଡ଼ିବାର ଉପଦେଶ ଦେଇପାରୁଛି। ତେଣୁ ଜାଣି ରଖନ୍ତୁ, କାହାକୁ ଉପଦେଶ ଦେବା ଆଗରୁ ନିଜେ ସେଇ ଉପଦେଶକୁ ପାଳନ କରିବା ଦରକାର।